ବୁଝିପାରିଲୁ ଭାଇ? ବୁଝିପାରିଲି ଭାଇନା। ପଦେ ଡାକିଲେ ମା ସରସ୍ୱତୀ। ହଁ ଭାଇନା। ଏଥର ଆମ ବିଷୟବସ୍ତୁକୁ ଆମେ ଯିବା। ହଁ ଆଚ୍ଛା କେଉଁ ବିଷୟବସ୍ତୁକୁ ଆମେ ଯିବା ଆଚ୍ଛା, ଭାଇନା? ମୁଁ କୋଉ ବିଷୟଟି ଗାଇବି ଜାଣିଛୁ କି ରେ? ମୁଁ ତମ ସାଙ୍ଗରେ ଯେତେବେଳେ ଦାସକାଠିଆ କରୁଛି ମୁଁ ଜାଣିନି ତମେ କେଉଁ ଶୁଣେ ବିଷୟରେ ଶୁଣେ ଆଲୋଚନା କରିବ। ଶୁଣେ, ମୁଁ ରତ୍ନାବତୀର ବିବାହ ଗୋଟେ ଆଲୋଚନା କରିବି। ଆଚ୍ଛା ଆଚ୍ଛା କେମିତି ଭାଇନା? ଧୀର ସ୍ଥିର ମନରେ ଶୁଣେ। ଆଚ୍ଛା କେମିତି କହିଲ ଭାଇନା? ଏକ ଦିନ କରେ ପୁଣି କୈଳାସ ଶିଖରେ ଶିବଙ୍କ ଆଗରେ ଯେ ପାର୍ବତୀ ପଚାରେ ସାବଧାନେ ଶୁଣ ଆହେ ହେ ଦେବ ଦେବ ପଞ୍ଚାନନ ଶ୍ରୀରାମଙ୍କ ବଡ ଭକ୍ତ ଅଟନ୍ତି ହନୁମାନ ଦୁହିଁଙ୍କ ମଧ୍ୟରେ କିମ୍ପା ଲାଗିଲା କରଣ ସେଥିର କାରଣ ମୋତେ କହିବ ଆପଣ ରତ୍ନାବତୀ ବୋଲି କରି ସେ କାହାର କୁମାରୀ କିଏ ତାକୁ ବାହା ହେଲା କିଏ ନେଲା ହରି ସେଥିର କାରଣ ମୋତେ କହିବ ବିସ୍ତାରୀ ହେ କହିବ ବିସ୍ତାରୀ ତବ ମୁଖ ଶୁଣିଲେ ମୁଁ ମୁଁ ଯିବିଟି ମିସ୍ତରୀ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ କାଳିୟ ମର୍ଦନ। ଭାଇ ଆଚ୍ଛା ଆଚ୍ଛା ଭାଇନା। ଦିନେ ହଁ କୈଳାସ ପର୍ବତ ଉପରେ ଆଚ୍ଛା ଆଚ୍ଛା ଶିବ ପାର୍ବତୀ ବସି ହଁ ହଁ ଗପସପ ହଉଥିଲେ। ଗପ ସପ ହଉଥିଲେ। ପାର୍ବତୀ ପଚାରିଲେ ସ୍ୱାମୀ ହଁ ସଂସାର ମଧ୍ୟରେ ଜାଣନ୍ତି ଶ୍ରୀରାମଙ୍କର ବଡ ଭକ୍ତ ହେଲେ ମହାବୀର ହନୁମାନ ଆଉ ହନୁମାନଙ୍କର ବଡ ପ୍ରଭୁ ହେଲେ ଶ୍ରୀ ଶ୍ରୀରାମ। ରାମଚନ୍ଦ୍ର ହେଲେ ରତ୍ନାବତୀ ବୋଲି କରି ସେ କାହାର କାହାର କୁମାରୀ ତାକୁ କିଏ ବାହା ହେଇଥିଲା କିଏ ନେଲା ହରି ନା କିଏ ହରଣ କରି ନେଲା ଆଚ୍ଛା ଆଚ୍ଛା ସେଥିର କାରଣ ଗୋଟେ ମତେ ବିସ୍ତାରିକି ବୁଝେଇକି କୁହନ୍ତୁ। ଭାଇରେ ମହାଦେବ କହିଲେ ପାର୍ବତୀ ଶୁଣିଲେ। ଭାଇନା ବାବାଜୀ କହିଲେ ମାତାଜୀ ଶୁଣିଲେ। କୋ ବାବାଜୀ? ମହାଦେବ ମହାଦେବ କି ବାବା? ଢୁଙ୍କୁରା ବାବା। ଆରେ ଅଯୋଗ୍ୟ ସେ ଢୁଙ୍କୁରଉଛନ୍ତି କି ରେ? ଆଉ କଣ କରୁଛନ୍ତି ଭାଇନା? ଆରେ ତପସ୍ୟା କରୁଛନ୍ତି। ହଁ ଏକା କଥା ଭାଇନା। କଣ? ଢୁଙ୍କୁରେବାକୁ ଢୁଙ୍କୁରେବାଟା ହେଲା ହଁ। ତପସ୍ୟା କରିବାକୁ ତପସ୍ୟା କରିବାଟା ହେଲା। ଗୋଟିଏ ଗୁଳିରେ ଦିଟା ଶିକାର ହୋଇଗଲା। ମହାଦେବ କହିଲେ ପାର୍ବତୀ ଧୀର ସ୍ଥିର ମନରେ ଶୁଣ ରାମ ହନୁମାନ ଯୁଦ୍ଧ କହୁଛି। ଆଚ୍ଛା ଆଚ୍ଛା କେମିତି ଭାଇନା? ଦିନେ ହଁ ବ୍ରହ୍ମାଙ୍କର ପୁଅ ନାରଦ ଆକାଶ ମାର୍ଗରେ ଯାଉଥିଲେ। ଭାବିଲେ ମୁଁ ଟିକେ ଆଜି ଅଯୋଧ୍ୟାପୁରକୁ ଯିବି ଶ୍ରୀ ରାମଚନ୍ଦ୍ରଙ୍କୁ ଟିକେ ଦର୍ଶନ କରି ଆସିବି ବୋଲି ନାରଦ ଆଚ୍ଛା ଆଚ୍ଛା ତାଙ୍କ ବିଣାରେ ଭାଇରେ ସେ ତ ରାମ ଭକ୍ତ ହଁ ହଁ ରାମ ନାମ ଗାଇକେ ଯାଉଛନ୍ତି। ଆଚ୍ଛା କେମିତି ଗାଇ ଗାଇ ଯାଉଛନ୍ତି ଭାଇନା? ଭଜ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ ମାନସରେ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ ମାନସରେ ଛାର ମାୟା ସଂସାରରେ ପଡ଼ି ନାର ଖାର ନୁହ ଲାଳସାରେ ମନ ନାର ଖାର ନୁହ ଲାଳସାରେ ରାମ ନାମ ପଦ। ଭାଇ ଆଚ୍ଛା ଆଚ୍ଛା ନାରଦ କହୁଛନ୍ତି ରେ ମନ ଟିକେ ରାମକୁ ଡାକ। ହେଲେ କୋଉ ରାମକୁ ଡାକିବ ରେ ଭାଇ? ମୁଁ କିଛି ଜାଣିନି ଭାଇନା। ଏ ସଂସାର ଭିତରେ କେତେଟି ରାମ ଅଛନ୍ତି ଜାଣିଛୁ? ମୁଁ କିଛି ଜାଣିନି ଭାଇନା। ତିନୋଟି ରାମ ଅଛନ୍ତି। ତିନୋଟି ରାମ? ହଁ। ଆଚ୍ଛା କିଏ କିଏ ଭାଇନା? ଜଣେ ହେଲେ ପରଶୁରାମ, ହଁ ଜଣେ ହେଲେ ଶ୍ରୀରାମ, ସତ କଥା ଭାଇନା। ଜଣେ ହେଲେ ବଳରାମ। ଓହୋ ହୋ ହୋ। ହେଲେ ମୁକ୍ତି ପାଇବା ପାଇଁ କୋଉ ରାମକୁ ଡାକିବୁ? ଆଚ୍ଛା କେଉଁ ରାମକୁ ଡାକିବ ଭାଇନା? ଦଶରଥ ନନ୍ଦନ ଘନ ଜିତାପ ଘନ ଜନକ ସୁତା ହୃଦ ଚନ୍ଦନରେ ଦଶରଥ ନନ୍ଦନ ଘନ ଜିତାପ ଘନ ଜନକ ସୁତା ହୃଦ ଚନ୍ଦନରେ ମନ୍ଦ ମଧୁର ଶୀତ ହାସ ପ୍ରକାଶିତ ସୁନ୍ଦର ମୁନି ଜନ ବନ୍ଦନରେ ମନ ସୁନ୍ଦର ମୁନି ଜନ ବନ୍ଦନରେ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ ମାନସରେ ରାମ ନାମ ପଦ। ଏହି ପ୍ରକାର ନାରଦ ରାମ ନାମ ଗାଇ ଗାଇ ଯାଇ ଅଯୋଧ୍ୟାପୁରରେ ପହଞ୍ଚି ଗଲେ। ଶ୍ରୀରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଚାରି ଭାଇ ଯାକ ଯାଇ ମହର୍ଷିଙ୍କର ପାଦ ତଳେ ପ୍ରଣିପାତ ହେଲେ। ରାମଚନ୍ଦ୍ର ହଁ ହଁ ନାରଦ ବସିବା ପାଇଁ ସାଙ୍ଗେ ସାଙ୍ଗେ ଗୋଟେ ମୃଗ ଛାଲଟି ଆଣି ବିଛାଇ ଦେଲେ। ଓହୋ ବନ୍ଧୁ ଚର୍ଚ୍ଚା କଲେ ଆଉ। ହଁ ଆଚ୍ଛା ଆଚ୍ଛା ହେଲେ ଭାଇ ହଁ ନାରଦ ପଚାରିଲେ ପ୍ରଭୁ ହଁ ରାବଣ ପୁରିଆ ବିରମଲା ବାଳିପୁରିକା ବୀରମଲା କୁମ୍ଭକର୍ଣ୍ଣ ପୁରିଆ ବିରମଲା ପୃଥିବୀ ଭାର ଉଶ୍ୱାସ ହେଲା ବିଶ୍ୱାସ ହେଲା ସତ କଥା। କିନ୍ତୁ ହେ ପ୍ରଭୁ ହଁ ମୋ ମନରେ ମୁଁ ଗୋଟେ ଅଭିଳାଷ ନେଇ ଆସିଛି। କଣ ଅଭିଳାଷ? ନାରଦକୁ ରାମଚନ୍ଦ୍ର କହିଲେ ମନର ଅଭିଳାଷ ଆଚ୍ଛା କେଉଁ ଅଭିଳାଷଟି? ନା ଆପଣଙ୍କର ଏ ସଂସାର ମଧ୍ୟରେ ବଡ ଭକ୍ତ କିଏ? ଆଚ୍ଛା ରାମଚନ୍ଦ୍ର କଣ କହିଲେ? ରାମଚନ୍ଦ୍ର ଟିକେ ଚିନ୍ତା କଲେ ହଁ ଯେ ମୋର ଏ ସଂସାର ମଧ୍ୟରେ ବଡ ଭକ୍ତ କିଏ ଅଛନ୍ତି? କିଏ ଅଛନ୍ତି? ଭାବନା କଲେ ହଁ ଯଦି ହନୁମାନ ନଥାନ୍ତେ ତାହେଲେ ମୋର ଲକ୍ଷ୍ମଣ ପରିକା ବୀର ଭାଇ ବଞ୍ଚି ପାରି ନଥାନ୍ତା। ଯଦି ହନୁମାନ ନଥାନ୍ତେ ତାହେଲେ ମୁଁ ସୀତାଙ୍କୁ ପାଇପାରି ନଥାନ୍ତି। କହିଲେ ହେ ନାରଦ ହଁ ମୋର ସଂସାର ମଧ୍ୟରେ ବଡ ଭକ୍ତ ହେଲେ ମହାବୀର ହନୁମାନ। ଓହୋ ହୋ 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 ଭାଇ ନାରଦ ପୁରା ଆଶ୍ଚର୍ଯ୍ୟ ହୋଇଗଲେ।
ଚମକି ପଡିଲେ। ଚମକି ପଡିବନି କିଏ? ଯେତେବେଳେ ହନୁମାନ ବୋଲି ଶୁଣିଥିଲେ ହଁ ନାରଦଙ୍କର ମୁହଁଟି ଶୁଖିଗଲା ରେ ଭାଇ। ହଁ ଶୁଖି ଯିବନି କି? କାରଣ ନାରଦ ବାଟରେ ଗଲା ବେଳକୁ ଭାବିଥିଲେ ଆକାଶ ରାମଚନ୍ଦ୍ର, ମାର୍ଗରେ ଆସିଲା ବେଳକୁ ଭାବିଥିଲେ ଯେ ରାମଚନ୍ଦ୍ର ମତେ ହିଁ ସବୁଠାରୁ ବଡ ଭକ୍ତ ବୋଲି ଏବେ କହିବେ। ଦେଖିଲା ବେଳକୁ ନାରଦଙ୍କୁ ଛୋଟ କରିଦେଲେ। ହଁ ବିଦ୍ୟାರ್ಥୀ ହନୁମାନଙ୍କୁ ବଡ ମାଗିଲେ କରିଦେଲେ। ନାରଦ, ଆଚ୍ଛା ଆଚ୍ଛା ପଦାକୁ ଆସିଲେ, ହଁ ଭାବନା କଲେ ରାମଚନ୍ଦ୍ର ହଁ ମୁଁ ଘରେ ଘରେ କଳିଗୁଜା ଲଗାଏ, ଆଚ୍ଛା ଆଚ୍ଛା ବାପ ପୁଅରେ କଳିଗୁଜା ଲଗାଏ, ହଁ, ହଁ। ସ୍ୱାମୀ ସ୍ତ୍ରୀରେ କଳିଗୁଜା ଲଗାଏ। ମାଇପରେ କଳି କଜିଆ ଲଗାଏ। ଅଯୋଗ୍ୟ ହଁ ମାଇପ ମାଇପ ଅଛି। ହଁ ଏ ଯୋଉ ଗୋଟେ କହିତାର ଯୋଉ ଦୁଇଟା ମାଇପିନା ନଥାଉଛି କି? ଆରେ ସେଟା ସୌତୁଣୀ। ଓହୋ ସୌତୁଣୀ ସୌତୁଣୀ କି? ଆଚ୍ଛା ମୋର ହେତୁ ପଡିଲାନି ତୁମ ଭାଇନା। ରାମ ଓ ହନୁମାନଙ୍କ ମଧ୍ୟରେ ମୁଁ ଯଦି ଟାଡା ଟାଡା ନ ଲଗେଇଛି, ଆରେ ଯୁଦ୍ଧ ଯଦି ନ ଲଗେଇଛି ହଁ ହଁ ତାହେଲେ ମୁଁ ବ୍ରହ୍ମାଙ୍କର ପୁଅ ନାରଦ ନୁହଁ। ଆଚ୍ଛା ଆଚ୍ଛା ତାପରେ କଣ ଭାବନା ହେଲା କଲେ ଭାଇନା? ମୁଁ କେମିତି ଉପାୟ କଲେ ରାମ ଆଉ ହନୁମାନଙ୍କ ଯୁଦ୍ଧ ଦେଖି। ହଁ। ଏଠି ନାରଦ ଭାଇ ମଞ୍ଜି ପୁତିଲେ, ପୁଞ୍ଜି ପତିଲେ ଗଛ ଏଥର ଉଠିବ। ଉଠିବ ନିଶ୍ଚୟ ଉଠିବ ଦେବର୍ଷି ନା। ନାରଦ ଭାବନା କଲେ ମୁଁ କେମିତି ଉପାୟ କଲେ ରାମ ହଁ ହନୁମାନ। ସତ କଥା ଆଜ୍ଞା। ଭାଇରେ ଦେବର୍ଷି ନାରଦ ଏଇ କଥାକୁ ଭାବି ହଁ ହଁ ଅବନ୍ତୀ ରାଜ୍ୟକୁ ଯାଉଛନ୍ତି। ଯାଉଛନ୍ତି, ହେଲେ ଆଚ୍ଛା। ଅବନ୍ତୀ ରାଜ୍ୟର ବିଷୟବସ୍ତୁଟା କଣ ହୋଇ ଜାଣିଛ କଣ ନା? ହୋଇଛି ଭାଇନା? ଅବନ୍ତୀ ରାଜ୍ୟ ରାଜା ହେଲେ ଚିତ୍ରାଙ୍ଗ। ଚିତ୍ରାଙ୍କୁର। ତାହାର ଅପୂର୍ବ ସୁନ୍ଦରୀ କନ୍ୟା ଅଛି, ତା ନାମ ହେଲା ରତ୍ନାବତୀ। ଓହୋ ହୋ ରତ୍ନା ପ୍ରଭା। ସେ ରତ୍ନାବତୀ କନ୍ୟା ପାଇଁ ହଁ ହଁ ରାଜା ଗୋଟିଏ ବର ବରପାତ୍ର ଖୋଜୁଛନ୍ତି। ମନ୍ତ୍ରୀ କଲେ ମନ୍ତ୍ରୀ, ହଁ ଦେଖୁ ଦେଖୁ ଝିଅ ମୋହର ମୋହର ହେଲା, ହେଲା ନବ ଯୁବା କେବଳ ସ୍ଥାନରେ ତାକୁ କରାଇବା ବିବାହ ଝିଅ ଘିଅ ଏମାନଙ୍କୁ ନୁହେଁ ସାଇ ତିଣ ଏଠକୁ ବିଚାର ମନ୍ତ୍ରୀ କର ତତ୍ତ୍ୱ କ୍ଷଣ